ସୁନିତାଙ୍କୁ ଫେରାଇ ଆଣିବାକୁ କ୍ରିଉ 9 ମିଶନ ପହଞ୍ଚିଲା ମହାକାଶ ସେଣ୍ଟରରେ। ଇଣ୍ଟରନ୍ୟାସନାଲ ସ୍ପେସ୍ ସେଣ୍ଟରରୁ ଆମେରିକୀୟ ମହାକାଶଚାରୀ ସୁନିତା ୱିଲିୟମ୍ସ ଓ ବୁଚ୍ ୱିଲମୋରଙ୍କୁ ଫେରାଇ ଆଣିବା ପାଇଁ ଅଭିଯାନ ଆରମ୍ଭ ହୋଇଛି। ମିଶନ କ୍ରିଉ 9 ଆଜି ପହଞ୍ଚିଛି ସ୍ପେସ୍ ଷ୍ଟେସନରେ। ଏହାର ଭିଡିଓ ଜାରି କରିଛି ନାସା। ସୁନିତା ଓ ବୁଚ୍ ୱିଲମୋରଙ୍କ ସହ କ୍ରିଉ 9ର ସଦସ୍ୟ ଭେଟିବା ସମୟରେ ଭାବବିହ୍ୱଳ ହୋଇପଡ଼ିଥିଲେ ସମସ୍ତେ। ପରସ୍ପର ଆଲିଙ୍ଗନ କରିବା ସହ କ୍ରିଉ 9 ସଦସ୍ୟଙ୍କୁ ସ୍ୱାଗତ କରିଥିଲେ ସୁନିତା। ନାସାର ଏହି ମିଶନରେ ସୁନିତା ଓ ବୁଚ୍ଙ୍କୁ ଫେରାଇ ଆଣିବା ପାଇଁ 2ଟି ସିଟ୍ ଖାଲି ରଖାଯାଇଛି। ମିଶନରେ ପ୍ରାୟ 5 ମାସ ପର୍ଯ୍ୟନ୍ତ ସ୍ପେସ୍ ଷ୍ଟେସନ ଯାଇଥିବା 2 ମହାକାଶଚାରୀ ହେଗ୍ ଓ ଗୋର୍ବୁନୋଭ୍ ଆଇଏସ୍ଏସ୍ରେ ରହିବେ। ଏହି ଅବଧି ମଧ୍ୟରେ ଉଭୟ ଆଇଏସ୍ଏସ୍ରେ 200ରୁ ଅଧିକ ବୈଜ୍ଞାନିକ ଓ ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧିତ ପରୀକ୍ଷଣ କରିବେ। ସେହିପରି ମହାକାଶରେ ପ୍ରାୟ 4 ମାସ ଧରି ଫସି ରହିଥିବା ସୁନିତା ଓ ବୁଚ୍ ମଧ୍ୟ କ୍ରିଉ 9 ମିଶନରେ ସାମିଲ ହେବେ। ଆସନ୍ତା ବର୍ଷ ଫେବୃଆରୀରେ ହେଗ୍ ଓ ଗୋର୍ବୁନୋଭ୍ଙ୍କ ସହ ସୁନିତା ଓ ବୁଚ୍ ମଧ୍ୟ ଡ୍ରାଗନ୍ କ୍ୟାପସୁଲ ଯୋଗେ ପୃଥିବୀ ଫେରି ଆସିବେ। ଏହାସହ କ୍ରିଉ 9 ମିଶନ ଶେଷ ହେବ ବୋଲି ନାସା ସୂଚନା ଦେଇଛି। ତେବେ ଗତ ଜୁନ୍ 6ରେ ବୋଇଂ ଷ୍ଟାରଲାଇନର କ୍ୟାପସୁଲ ଯୋଗେ ଉଭୟ ସୁନିତା ଓ ବୁଚ୍ ଆଇଏସ୍ଏସ୍ରେ ପହଞ୍ଚିଥିଲେ। ତେବେ ଷ୍ଟାରଲାଇନରେ ହିଲିୟମ୍ ଲିକ୍ ହେବା ଯୋଗୁଁ ଏଥିରେ ଉଭୟ ମହାକାଶଚାରୀଙ୍କୁ ପୃଥିବୀ ଫେରାଇ ଆଣିବାକୁ ନାସା ନିରାପଦ ମଣିନଥିଲା। ତେଣୁ ଗତ 6ରେ କୌଣସି କ୍ରିଉ ସଦସ୍ୟଙ୍କ ବିନା ଷ୍ଟାରଲାଇନ ପୃଥିବୀ ଫେରିଆସିଥିଲା। ବ୍ୟୁରୋ ରିପୋର୍ଟ, ମନ୍ଦିରା ଟିଭି।